ଗୋଟିଏ ଗାଁରେ କୁନି ଚଢ଼େଇ ରହୁଥିଲା। ସେ କିଛି ନ କରୁଥିବାରୁ ବହୁତ ଚିନ୍ତାରେ ଥିଲା। କ'ଣ କରିବ ବୋଲି ସେ ଏବେ ବହୁତ ଭାବୁଚିନ୍ତି ଥିଲା। ଏବେ ତ ମୋ ହାତରେ କିଛି ବି କାମ ନାହିଁ। ଭାବୁଛି ବେଲୁନ ବେପାର କରିବି। ଏ ଗାଁରୁ ସେ ଗାଁକୁ ଯାଇ ବେଲୁନ ବେପାର କରି ଦି ପଇସା ରୋଜଗାର କରିବି। ତାପରେ କୁନି ଚଢ଼େଇ ସେ ତାର ବେପାର ଆରମ୍ଭ କରିଦେଲା। ଏ ଗାଁକୁ ସେ ଗାଁ ଯାଇ ବେଲୁନ ବେପାର ଆରମ୍ଭ କରିଦେଲା। ବେଲୁନ ନବ ବେଲୁନ, ନାଲିଆ, ନୀଳି, ହଳଦିଆ ରଙ୍ଗର ବେଲୁନ ନବ ବେଲୁନ। ତାପରେ ଟିକି ଚଢ଼େଇ ବେଲୁନ ନେବାକୁ ବାହାରି ଆସିଲା। ବେଲୁନ ଭାଇ, ବେଲୁନ ଦେଇଯା। ତାପରେ କୁନି ଚଢ଼େଇ ବେଲୁନ ଦେବା ପାଇଁ ଅଟକି ଗଲା। ବେଲୁନ ନବ? କେଉଁ ରଙ୍ଗର ବେଲୁନ ନବ? ମୁଁ ଏଇ ସବୁଯାକ ବେଲୁନ ନେବି। ବେଲୁନ ଭାଇ, ମତେ ବେଲୁନ ସବୁଯାକ ଦେଇଦିଅ। ତାପରେ ସବୁଯାକ ବେଲୁନ ନେଇ ଟିକି ଚଢ଼େଇ ତା ଘରକୁ ଚାଲିଗଲା। ଆଉ କୁନି ଚଢ଼େଇର ମଧ୍ୟ ଭଲ ବେପାର ହୋଇଗଲା।